ମହାନଦୀରୁ ବେଆଇନ ବାଲି ଚୋରା ଚାଲାଣ, ଜେସିବି ଟ୍ରାକ୍ଟର ସହ 2 ହାବା ଅଟକ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମହାନଦୀର କେଉଁଟିପାଲିଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଜିଲ୍ଲା ମାଇନିଂ ଅଧିକାରୀ, ପୋଲିସ ସହ ଡେପୁଟି କଲେକ୍ଟର ଚଢ଼ାଉ କରି ଜେସିବି ସହ 2ଟି ବାଲି ବୋଝେଇ ହାବା ଗୋଟିଏ ଟ୍ରାକ୍ଟର ଜବତ କରି ବୀରମହାରାଜପୁର ଥାନାରେ ଅଟକ ରଖାଯାଇଛି। ଏନେଇ ଥାନା ପରିସରରେ ଗାଡ଼ିର କାଗଜପତ୍ର ଏବଂ ବାଲି ଚାଲାଣ ନେଇ ବିଭିନ୍ନ କାଗଜପତ୍ର ଯାଞ୍ଚ ଚାଲିଥିବା ବେଳେ ପ୍ରଶାସନ କୌଣସି ସନ୍ତୋଷଜନକ ତଥ୍ୟ ପାଇନଥିବା ସୂଚନା ମିଳିଛି। ତେବେ ମହାନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ହାବା ଯୋଗେ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି।